ମଣିଷକୁ ଅତି ସିଧା ହେବା ଉଚିତ ନୁହେଁ, କାହିଁକି ନା ସିଧା ଗଛକୁ ଆଗ କାଟି ଦିଆଯାଏ। ହଂସ ସେଠାରେ ରହିଥାନ୍ତି ଯେଉଁଠାରେ ପାଣି ଥାଏ। ପାଣି ଶୁଖିଗଲେ ସେ ଜାଗାକୁ ଛାଡ଼ି ଦିଅନ୍ତି। କିନ୍ତୁ ଆପଣ କୌଣସି ବ୍ୟକ୍ତିକୁ ଏମିତି ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ଯେ ସେ ଆପଣଙ୍କ ପାଖକୁ କେବେ ଜରୁରୀ ହେଲେ ଯିବା ଆସିବା କରିବେ। ଯେପରି ପୋଖରୀରେ ପାଣି ଭରି ହୋଇଥିବା ବାହାର କଲେ ହିଁ ତାହାର ପାଣି ଶୁଦ୍ଧ ଓ ପବିତ୍ର ହୋଇଥାଏ, ଠିକ୍ ସେହିପରି ରୋଜଗାର କରୁଥିବା ତାହାର ସେହି ଉଚିତ ବାଟରେ ଖର୍ଚ୍ଚ କରିବା, ତାହାର ସାର୍ଥକ ଲାଭ ଉଠାଇବା ହିଁ ତାହାର ରକ୍ଷା ହୋଇଥାଏ। ସେହି ବ୍ୟକ୍ତି ଯାହା ପାଖରେ ଧନ ଅଛି, ତାଙ୍କ ପାଖରେ ମିତ୍ର ସମାଧାନ ମଧ୍ୟ ଅଧିକ ରହିଥାଏ। ସେହିପରି ସେ ହିଁ ଦୁନିଆରେ ଚଳିପାରନ୍ତି। ତାଙ୍କୁ ହିଁ ଶ୍ରେଷ୍ଠ ମନାଯାଇଥାଏ। ତାଙ୍କୁ ହିଁ ସମ୍ମାନ ମିଳିଥାଏ। ସ୍ୱର୍ଗରେ ରହୁଥିବା ଦେବତା ଓ ଧରିତ୍ରୀରେ ବସବାସ କରୁଥିବା ମନୁଷ୍ୟ ମଧ୍ୟରେ 4ଟି ଗୁଣ ସମାନ ରହିଥିବା: ପରୋପକାର କରିବା, ମିଠା କଥା କହିବା ଏବଂ ଭଗବାନଙ୍କୁ ଆରାଧନା କରିବା, ବିଦ୍ୱାନଙ୍କୁ ଆଦର କରିବା। ନର୍କରେ ନିବାସ କରୁଥିବା ପ୍ରାଣୀ ଓ ଦୁଷ୍ଟ ଲୋକମାନଙ୍କର କଥା ସମାନ ହୋଇଥାଏ। ଅଧିକ କ୍ରୋଧ କରିବା, କଠୋର ବଚନ କହିବା, ନିଜ ସମ୍ବନ୍ଧୀୟମାନଙ୍କୁ ଈର୍ଷା କରିବା, ନିଜ ଲୋକ ସହିତ ମିତ୍ରତା କରିବା, ନୀଚ କାମ କରିବା ଓ ଲୋକଙ୍କ ସେବା ନ କରିବା। ଯଦି ସିଂହର ଗୁମ୍ଫାକୁ ଯିବେ ତ ଆପଣଙ୍କୁ ହାତୀ ମଥାର ମଣି ମିଳିପାରେ। ଯଦି ବିଲୁଆର ସ୍ଥାନକୁ ଯିବେ ତ ଆପଣଙ୍କୁ ବାଛୁରୀର ଲାଞ୍ଜ ଏବଂ ଗଧର ହାଡ଼ ଛଡ଼ା ଆଉ କିଛି ମିଳିବ ନାହିଁ। ଜଣେ ଅଶିକ୍ଷିତ ବ୍ୟକ୍ତିର ଜୀବନ କୌଣସି କୁକୁର ଲାଞ୍ଜ ପରି ବେକାର ହୋଇଥାଏ, ଯେଉଁଥିରେ ନା ଇଜ୍ଜତ ଲୁଚିଥାଏ, ନା କୀଟ ମାଛିକୁ ଗୋଡ଼ାଇବାର ଥାଏ। ଯଦି ଆପଣ ବିବ୍ରତ ଚାହୁଁଛନ୍ତି ତ ଆପଣଙ୍କର ବଚନ, ମନ ଓ ଇନ୍ଦ୍ରିୟରେ ନିୟନ୍ତ୍ରଣ ହେବା ଆବଶ୍ୟକ। ତାହା ସହ ଆପଣଙ୍କ ହୃଦୟରେ କରୁଣାଭାବ ରହିବା ଆବଶ୍ୟକ। ଯେଉଁପରି ଗୋଟିଏ ଫୁଲରେ ସୁଗନ୍ଧ ଥାଏ, ରସରେ ତେଲ ଥାଏ, କାଠରେ ଅଗ୍ର ଥାଏ, କ୍ଷୀରରେ ଘିଅ ଥାଏ, ଆଖୁରେ ଗୁଡ଼ ଥାଏ, ଠିକ୍ ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମା ଓ ପରମାତ୍ମା ବିଦ୍ୟମାନ ଅଛନ୍ତି। ଦରିଦ୍ରତା, ଦୁଃଖ ଓ ଏକ ବନ୍ଧୁ ଜୀବନ ଏହା ବ୍ୟକ୍ତିର କରୁଥିବା ପାପର ଫଳ ଅଟେ। ଆପଣ ଧନ ଦୌଲତ, ମିତ୍ର, ସ୍ତ୍ରୀ ଓ ରାଜ୍ୟ ଆଉଥରେ ହରାଇ ପାଇପାରିବେ। ଯଦି ଆପଣ ନିଜ ଶରୀର ହରାଇ ଦେବେ ତ ଆଉଥରେ ମିଳିବ ନାହିଁ। ଯଦି ଆମେ ବଡ଼ ସଂଖ୍ୟାରେ ଏକତ୍ର ହୋଇଯିବା ତ ଆମେ ଶତ୍ରୁକୁ ହରାଇ ପାରିବା। ସେହିଭଳି ଯଦି ପରସ୍ପର ପ୍ରତି ଯୋଡ଼ି ହୋଇ ରହିଥିବା କାରଣରୁ ବଡ଼ ବର୍ଷାରେ ମଧ୍ୟ କ୍ଷୟ ହୋଇନଥାଏ। ପାଣି ଉପରେ ତେଲ, ଯେଉଁ ଧୋକେବାଜକୁ କରୁଥିବାର ରହସ୍ୟ, ଉପଯୁକ୍ତ ବ୍ୟକ୍ତିକୁ ଦେଉଥିବା ଦାନ, ଓଜନ ବୁଦ୍ଧିମାନ ଦେଉଥିବା ପଢ଼ଉଥିବା ଶାସ୍ତ୍ରଜ୍ଞାନ ନିଜ ସ୍ୱଭାବ କାରଣରୁ ଜୋରରେ ବ୍ୟାପିଥାଏ। ସେହି ବ୍ୟକ୍ତି କାହିଁକି ମୁକ୍ତି ପାଇବା ନାହିଁ ଯେ ଏପରି ପରିସ୍ଥିତିରେ ମଧ୍ୟ ତାଙ୍କ ମନକୁ ସଂଯମ ରଖିଥାନ୍ତି। ଯେବେ ସେ ଧର୍ମ ଉପଦେଶକୁ ଶୁଣିଥାନ୍ତି, ଯେବେ ସେ ଶ୍ମଶାନ ଘାଟରେ ଥାଆନ୍ତି, ଯେବେ ସେ ରୋଗାଗ୍ରସ୍ତ ଥାଆନ୍ତି, ସେହି ବ୍ୟକ୍ତି କାହିଁକି ପୂର୍ଣ୍ଣତା ହାସଲ କରିବ ନାହିଁ ଯେ ପଶ୍ଚାତାପ ସମୟରେ ମନର ଅବସ୍ଥାକୁ କାମ କରିବା ସମୟରେ ମଧ୍ୟ ଜାରି ରଖିଥାନ୍ତି। ଆମକୁ ଅଭିମାନ ହେବା ଉଚିତ ନୁହେଁ ଯଦି ଆମେ ଏହା କରିଥାଉ। ପରୋପକାର, ଆତ୍ମସଂଯମ, ପରାକ୍ରମ, ସ୍ୱାସ୍ଥ୍ୟଜ୍ଞାନ ହାସଲ କରିବା। ଜୀବନରେ ପରାକ୍ରମ, ବିନମ୍ରତା, ନୀତିନତା ଏହା କରିବା ସମୟରେ ଅଭିମାନ କରିବା ଏଥିପାଇଁ ଆବଶ୍ୟକତା ନାହିଁ କି ଦୁନିଆ ବହୁତ କମ୍ ଦେଖାଯାଉଥିବା ଦୁର୍ଲଭର ରତ୍ନ ପଡ଼ିଛି। ଯାହା ଆମର ମନରେ ରହିଥାଏ ତାହା ହିଁ ଆମ ନିକଟରେ ହୋଇଥାଏ। ହୋଇପାରେ କି ସେ ଆମଠାରୁ ବହୁତ ଦୂରରେ ଥିବ, କିନ୍ତୁ ସେହି ବ୍ୟକ୍ତି ଯେ ଆମ ନିକଟରେ ଥାଏ, ଯେ ଆମ ମନରେ ନଥାଏ, ସେ ଆମଠାରୁ ବହୁତ ଦୂରରେ ଥାଏ। ଯଦି ଆମେ କାହାଠାରୁ କିଛି ପାଇବାକୁ ଚାହୁଁଛନ୍ତି ତ ତାଙ୍କୁ ଏମିତି କିଛି କଥା କୁହନ୍ତୁ ଯେଉଁଥିରେ ସେ ପ୍ରସନ୍ନ ହୋଇଯିବେ। ସେହିଭଳି ଯେଭଳି ଜଣେ ଶିକାରୀ ମଧୁର ଗୀତ ଗାଇଥାଏ ଯେବେ ସେ ହରଣ ଉପରେ ବାଣ ଚଳାଇବାକୁ ଉଦ୍ୟମ କରିଥାଏ। ଯେଉଁ ବ୍ୟକ୍ତି ରାଜାଠାରେ, ଧର୍ମଗୁରୁଠାରେ ଓ ସ୍ତ୍ରୀଠାରେ ବହୁତ ପରିଚୟ ହରାଇଥାଏ, ସେ ନାଶ ହୋଇଯାଏ। ଯେଉଁ ବ୍ୟକ୍ତି ଏମାନଙ୍କଠାରେ ପୁଣ୍ୟ ରୂପରେ ଅନିତ୍ୟ ରହିଥାଏ, ତାଙ୍କୁ ନିଜର ଭଲ କରିବା ପାଇଁ କୌଣସି ସୁଯୋଗ ମିଳେ ନାହିଁ। ଏଥିପାଇଁ ଏମାନଙ୍କଠାରୁ ସୁରକ୍ଷିତ ଅନ୍ତରରେ ସମ୍ମାନ ରଖିବା ଉଚିତ। ଆମକୁ ଏମାନଙ୍କ ସହ ବହୁତ ସାବଧାନ କରିବା ଉଚିତ। ପ୍ରଥମ ଅଗ୍ନି, ଦ୍ୱିତୀୟ ପାଣି, ତୃତୀୟ ସ୍ତ୍ରୀ, ଚତୁର୍ଥ ମୂର୍ଖ,
पंचम सप षष्ठ राज परिवार सदस्य। जेबे जेबे व्यक्ति एमानक संपर्क में आसी थाए सावधान रहिबा आवश्यक काहेकि ना एमाने व्यक्ति को तत्क्षणात् मृत्यु पर्यंत पहुँचाई पारती। सही व्यक्ति जीवित अटे जी गुणवान और पुण्यवान होइथांती किंतु जहाँ पाखरे धर्म और गुण नहीं तांको कौनसी शुभकरण दिया जाइबो। जदि गोटे काम को जितवा को चाहूँ तो यही 15 जन को काबूरे रखंतु ताकू इयाड़ू सियाड़ू जीवा को दिंतु नहीं। 5 इंद्रियर विषय जहाँ देखा जाए जहाँ शुणा जाए जहाँ स्वाद आसी थाए जार गंध आसी थाए जार स्पर्श आसी थाए। पंचम इंद्रिय आखि कान नाक जीभ चर्म यही पंच कर्मेंद्रिय हाथ पाद मुह जौनेन्द्रिय पिज्जा से ही पंडित अटंती जे एपरी कथा कही थांती जहाँ प्रसंगरे अनुरूप होइथाए जहाँ निजर शत्रुर अनुरूप अन्यर प्रेम सभा करिथाए जहाँ को निजर क्रोधर मर्यादा जଣା थाए। गोटिए ही रास्ता को देखुथुबा लोक ही योग्यता अनुसार अलग अलग देखा जाई थाए। तप करुथुबा लोक दोस्ती को देखी कौन सी काम आसी नहीं। लंपट व्यक्ति को सही वस्तुर स्त्री देखा जाई थाए कुकुर को सही वस्तुरे मांस देखा जाई थाए। जेउ व्यक्ति बुद्धिमान होइथांती से यही कथा को काहाकू कहंती नहीं। से औषध जहाँ से किपरि तैयारी कले जहाँ भल काम करिथाए सही परोपकारी जहाँ से करथांती तांको घरर झगड़ा से ही तांको स्त्री मध्य होइथिबा व्यक्तिगत कथा से अधा सजा खाद्य खाआंतु कि पोड़ा खाद्य खाइले जेउ भूल से आज पर्यंत करछंती कौनसी सेते पर्यंत मौन रही थाए जेते पर्यंत मिथ्या गीत गाइबार योग्यता हासिल करि न नेछि समस्त आनंद न पहुँचाई पारिछि। आमको यही जिनिस गुड़िक प्राप्त करने को हेबो और ताकू जारी रखा मध्य हेबो। प्रथम आमको जो पुण्यक्रम आशीर्वाद मिली। द्वितीय धन शस्य। तृतीय आध्यात्मिक गुरु को उपदेश। चतुर्थ कम मिलुथिबा औषध यह नकले जीवन बंचेबा मुस्किल होई जीवो। कुसंगर त्याग करंतु और साधु सन्त मानक मिलामिशा करंतु दिन और राति विकसित करंतु तापर सबुबले चिंतन करंतु जहाँ शाश्वत अटे जहाँ अन्यत अटे ताहा को भूली जांतु। आपन को वीडियोटी भल लगिले प्लीज वीडियोटी को लाइक शेयर कमेंट और सब्सक्राइब करदेवे। रहिली जय जगन्नाथ। बावड़ा चला सुनला चल खाइबु गाधेबुनी हां जा गाधेबु जा कि गोटे फोन करथिला तते कोन गोटे लिखाइथिला आरती आरती लिखाइथिला मु काटी देलु जा गाधेबु जा